ଆପଣ ଏଜମା বা ଶ୍ୱାସକଷ୍ଟ ଭୋଗୁଛନ୍ତି କି? ଯଦି ହଁ ତେବେ ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ଭଲ ଭାବରେ ଦେଖନ୍ତୁ। ଶ୍ୱାସକଷ୍ଟ ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ପାଇଁ ସ୍ପଞ୍ଜିଆ ଟୋଷ୍ଟା ଔଷଧଟି ଆଜି ଆଲୋଚନା କରିବି। ଏହି ଔଷଧଟିକୁ ଭଲ ଭାବରେ ବୁଝିପାରିଲେ ସମ ଲକ୍ଷଣ ଅନୁସାରେ ଔଷଧଟିକୁ ସେବନ କଲେ କେବଳ ଶ୍ୱାସକଷ୍ଟ ନୁହେଁ, ଶ୍ୱାସକଷ୍ଟ ସହିତ ଶରୀରରେ ଥିବା ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହୋଇଯିବ। ତେଣୁ ସ୍ପଞ୍ଜିଆ ଟୋଷ୍ଟା ଔଷଧଟି କେତେବେଳେ ସେବନ କରିବେ, କି ଲକ୍ଷଣ ରୋଗୀଠାରେ ଥିଲେ ସ୍ପଞ୍ଜିଆ ଟୋଷ୍ଟା ସେବନ କରିବେ, ଆସନ୍ତୁ ଜାଣିବା। ଏହି ଔଷଧଟିରେ ରୋଗୀର ଶ୍ୱାସକଷ୍ଟ ଏତେ ଅଧିକ ହୁଏ ଯେ ରୋଗୀ କୌଣସି ଅବସ୍ଥାରେ ବିଛଣାରେ ଶୋଇ ରହିପାରେ ନାହିଁ। ବିଛଣାରେ ଶୋଇବା ମାତ୍ରେ ତାର ଶ୍ୱାସକଷ୍ଟ ବଢ଼ିଯାଏ। ରୋଗୀ ବାଧ୍ୟ ହୋଇ ଉଠି ବସେ। ବିଛଣା ଉପରେ ଆଣ୍ଠେଇ ବସି ମୁଣ୍ଡକୁ ସାମ୍ନା ଆଡ଼କୁ ତଳ କରି ବସିଲେ ତାକୁ ଟିକେ ଆରାମ ଲାଗେ। ଶ୍ୱାସକଷ୍ଟ ଏତେ ଅଧିକ ହୁଏ ଯେ ରୋଗୀ ମନେ କରେ ସେ ଆଉ ବଞ୍ଚିବେ ନାହିଁ। ଛାତି ଭିତରେ ଧଡ଼ ଧଡ଼ କରେ, ମନେ ହୁଏ ଯେପରି ତା ଛାତି ଭିତରେ ପୁରା ଶୁଖି ଯାଇଛି।